ଯେତେବେଳେ ଟଙ୍କା ଛାପିବା ହେଉଛି ସରକାରର କାମ, ତେବେ ଏକାଥରକେ ଅନେକ ନୋଟ୍ ଛାପିବା ଦ୍ୱାରା ଏହା ଲୋକଙ୍କ ଦାରିଦ୍ର୍ୟକୁ କାହିଁକି ଦୂର କରେ ନାହିଁ? ଅନେକ ଲୋକ ପାରସ୍ପରିକ ବାର୍ତ୍ତାଳାପରେ ଏହା କହୁଥିବାର ଶୁଣିଥିବେ। ଏହି ଚିନ୍ତାଧାରା ନିଶ୍ଚିତ ଭାବରେ ଆପଣଙ୍କ ମନକୁ ଆସୁଥିବ, କିନ୍ତୁ ଏହା କହିବା ଯେତେ ସହଜ, କରିବା ଏତେ ସମ୍ଭବ ନୁହେଁ। ଦୀର୍ଘ ସମୟ ମଧ୍ୟରେ ଏହା କୌଣସି ଲାଭ ହେବ ନାହିଁ, ବରଂ ମୁଦ୍ରାସ୍ଫୀତି ପରି ଅନ୍ୟାନ୍ୟ ସମସ୍ୟା ବୃଦ୍ଧି ପାଇବ। ପୂର୍ବ ଅପେକ୍ଷା ଗରିବଙ୍କ ଜୀବନ ଖରାପ ହେବ। ସରକାର କାହିଁକି ନୋଟ୍ ଛାପି ସମସ୍ୟା ଦୂର କରନ୍ତି ନାହିଁ? ଏହାର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଯେକୌଣସି ଦେଶ ସାଧାରଣତଃ ବିଶ୍ୱ ବ୍ୟାଙ୍କ କିମ୍ବା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF ପରି ଅନୁଷ୍ଠାନରୁ ଲୋନ୍ ନେଇଥାଏ, ଯେଉଁଠାରେ ଯେତିକି ନୋଟ୍ ଛାପିବାକୁ ସୁବିଧା ରହିଛି। ଏହାର ସତ୍ୟ ଉଦାହରଣ ହେଉଛି ପାକିସ୍ତାନ। ସେଠାରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି, କିନ୍ତୁ ଅଧିକ ମୁଦ୍ରା ନୋଟ୍ ଛାପିବା ପରିବର୍ତ୍ତେ ପାକିସ୍ତାନ ସରକାର IMFରୁ ଲୋନ୍ ପାଇବା ପାଇଁ କଠୋର ସର୍ତ୍ତ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାର କାରଣ ବହୁତ ସ୍ପଷ୍ଟ ଅଛି। ଧରାଯାଉ ତୁମେ ଗୋଟିଏ ଗାଁରେ ରୁହ। ସେଠାରେ ପନିପରିବା ବିକ୍ରେତା ଆଲୁ କିଲୋଗ୍ରାମ ପିଛା 20 ଟଙ୍କା ଏବଂ ଟମାଟୋ କିଲୋଗ୍ରାମ ପିଛା 30 ଟଙ୍କା ମୂଲ୍ୟରେ ବିକ୍ରି କରନ୍ତି। ତାପରେ ଦାରିଦ୍ର୍ୟ ଦୂର କରିବା ପାଇଁ ସରକାର ବହୁ ମୁଦ୍ରା ନୋଟ୍ ଛାପନ୍ତି ଏବଂ ସେହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ 1 କୋଟି ଟଙ୍କା ବାଣ୍ଟନ୍ତି। ବର୍ତ୍ତମାନ ପନିପରିବା ବିକ୍ରେତାଙ୍କର ମଧ୍ୟ 1 କୋଟି ଟଙ୍କା ଅଛି। ତେବେ ସେ କାହିଁକି ଆଲୁକୁ 20 କିଲୋଗ୍ରାମରେ ଏବଂ ଟମାଟୋକୁ 30 ଟଙ୍କା କିଲୋଗ୍ରାମରେ ବିକ୍ରି କରିବେ? ଏହି ପରିସ୍ଥିତିରେ ଦୁଇଟି ଜିନିଷ ଘଟିବ। ସର୍ବପ୍ରଥମେ ପନିପରିବା ବିକ୍ରେତା ପନିପରିବା ବିକ୍ରୟ ବନ୍ଦ କରିବେ ଏବଂ ଆରାମରେ ବଞ୍ଚିବାକୁ ଚେଷ୍ଟା କରିବେ। ଦ୍ୱିତୀୟରେ ସେ ପନିପରିବାର ମୂଲ୍ୟ ବୃଦ୍ଧି କରିବେ, ଯାହାଦ୍ୱାରା ସେ ନିଜ ସମସ୍ୟା ଅନୁଯାୟୀ ଲାଭ ଉପାର୍ଜନ କରିବେ ଏବଂ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବେ। ପନିପରିବା ବିକ୍ରେତା ଆଲୁର ମୂଲ୍ୟ କିଲୋଗ୍ରାମ ପିଛା 20ରୁ 2000 ଟଙ୍କାକୁ ବୃଦ୍ଧି କରିବେ। ସେହିଭଳି ଦୁଗ୍ଧ କିମ୍ବା ଗ୍ରୋସରୀ ବିକ୍ରେତାମାନେ ମଧ୍ୟ ସେମାନଙ୍କ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିବେ ଏବଂ ସମସ୍ୟା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ। ଭେନେଜୁଏଲା ଏବଂ ଜିମ୍ବାୱେ ଏହାର ଉଦାହରଣ। ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଏବଂ ଆଫ୍ରିକୀୟ ଦେଶ ଜିମ୍ବାୱେ ମୁଦ୍ରା ଛାପି ଲୋନ୍ ହ୍ରାସ କରିବାକୁ ଏବଂ ଦାରିଦ୍ର୍ୟ ଦୂରୀକରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଉଭୟ ଦେଶ ଜଳି ଯାଇଥିଲେ। ଯେତେବେଳେ ଟଙ୍କା ଅସଂଖ୍ୟ ଜନସାଧାରଣଙ୍କ ହାତରେ ପହଞ୍ଚିଲା, ସେମାନେ ବହୁ ପରିମାଣରେ ସପିଂ ଆରମ୍ଭ କଲେ। ଯେତେବେଳେ ଚାହିଦା ଯୋଗାଣଠାରୁ ଅଧିକ ଆରମ୍ଭ ହେଲା, ଜିନିଷଗୁଡ଼ିକର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହେବାକୁ ଲାଗିଲା। ଭେନେଜୁଏଲା ନିଜର ସମ୍ପତ୍ତି ପାଇଁ ପ୍ରସିଦ୍ଧ, ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ପାଇଁ ଜଣାଶୁଣା। ଆଜି ମଧ୍ୟ ଭେନେଜୁଏଲାର ଜଳ ଅପେକ୍ଷା ପେଟ୍ରୋଲ ଶସ୍ତା, କିନ୍ତୁ ସେଠାରେ ଏକ ପ୍ୟାକେଟ୍ ରୁଟିର ମୂଲ୍ୟ ଲକ୍ଷ ଲକ୍ଷ ଡଲାରରେ ପହଞ୍ଚିଛି। ଅନେକ ଗରିବ ଲୋକ ଭୋକିଲା ଶୋଇଥିଲେ ଏବଂ ଅଲିଆରୁ କଞ୍ଚା ଖାଦ୍ୟ ଖାଉଥିଲେ। ଏକ ଭଲ ଜୀବନ ସନ୍ଧାନରେ ଲକ୍ଷ ଲକ୍ଷ ଲୋକ ମଧ୍ୟ ସେଠାରୁ ସ୍ଥାନାନ୍ତରିତ ହୋଇଥିଲେ। ଜିମ୍ବାୱେର ଅବସ୍ଥା ଏହାଠାରୁ କମ୍ ଖରାପ ହୋଇନଥିଲା। ସେଠାରେ ମୁଦ୍ରାସ୍ଫୀତି ହାର ପ୍ରାୟ 25 କୋଟି ପ୍ରତିଶତ ବୃଦ୍ଧି ପାଇଥିଲା। ସରକାର ଏପରିକି ସରକାରୀ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରିବା ବନ୍ଦ କରିଦେଇଥିଲେ। ଏକ ATMରୁ ଟଙ୍କା ଉଠାଇବା ସମୟରେ ଏକ ସରକାରୀ ବ୍ୟାଙ୍କ ଡାଟା ଓଭରଫ୍ଲୋ ତ୍ରୁଟି ଦେଖାଯାଇଥିଲା, କାରଣ ସିଷ୍ଟମରେ ସୀମାଠାରୁ ଅଧିକ ଶୂନ ଥିଲା। ଶେଷରେ ଜିମ୍ବାୱେକୁ ଅନ୍ୟ ଦେଶର ମୁଦ୍ରା ଗ୍ରହଣ କରିବାକୁ ପଡ଼ିଥିଲା। ଅଧିକ ମୁଦ୍ରା ଛାପିବାରେ କ'ଣ ଅସୁବିଧା ଅଛି? ଯଦି କୌଣସି ଦେଶ ଅଧିକ ମୁଦ୍ରା ଛାପନ୍ତି, ଏହା କେବଳ ମୁଦ୍ରାସ୍ଫୀତି ବୃଦ୍ଧି କରେ ନାହିଁ, ବରଂ ଏହାର ମୁଦ୍ରାର ମୂଲ୍ୟ ମଧ୍ୟ ହ୍ରାସ କରେ। ଭେନେଜୁଏଲାରେ ବିଶ୍ୱର ଅଶୋଧିତ ତୈଳ ସର୍ବବୃହତ ଭଣ୍ଡାର ଅଛି, କିନ୍ତୁ ବିନା ଅର୍ଥରେ ମୁଦ୍ରଣ କରି ଏହା ଏପରି ପରିସ୍ଥିତି ସୃଷ୍ଟି କରିଥିଲା ଯେ 25 ମିଲିୟନ ଭେନେଜୁଏଲା ଡଲାରକୁ ଏକ ଆମେରିକା ଡଲାର ସହିତ ସମାନ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଯଦି ଭାରତ ନିର୍ଦ୍ଦିଷ୍ଟ ମାନଦଣ୍ଡ ଠାରୁ ଜନସାଧାରଣଙ୍କୁ ଅଧିକ ନୋଟ୍ ପ୍ରିଣ୍ଟ କରି ବଣ୍ଟନ କରେ, ତେବେ ଏହାର ସାର୍ବଭୌମତ୍ୱ ରେଟିଂ ମୂଲ୍ୟ ପ୍ରତିକୂଳ ପ୍ରଭାବିତ ହେବ। ଦେଶର ସାର୍ବଜନୀନ ମୂଲ୍ୟକୁ ଆପଣ ଦେଶର ସିଭିଲ୍ ସ୍କୋର ଭାବରେ ବୁଝିପାରିବେ। ଯଦି ସାର୍ବଭୌମତ୍ୱ ରେଟିଂ ମୂଲ୍ୟ ଅଧିକ ଖରାପ ହୁଏ, ତେବେ ସମାନ ସମସ୍ୟା ଉପୁଜେ, ଯେପରି ସିଭିଲ୍ ସ୍କୋର ଖରାପ ହେବ। ଏହାର ଅର୍ଥ ହେଉଛି ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନରୁ ଲୋନ୍ ପାଇବା କଷ୍ଟକର ହେବ। ଯଦି ତୁମେ ଏହା ପାଇବ, ତେବେ ଆପଣଙ୍କୁ ବହୁତ ସୁଧ ଦେବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଦେଶ ଅଧିକ ଲୋନ୍ ଜାଲରେ ଫସିଯିବ। ଦେଶଗୁଡ଼ିକ ସେମାନଙ୍କର GDP ଅନୁସାରେ ନୋଟ୍ ପ୍ରିଣ୍ଟ କରିବାର ଏହି କାରଣ। ଏହି ଅନୁସାରେ ସାଧାରଣତଃ GDPର 1ରୁ 2% ମଧ୍ୟରେ ରହିଥାଏ। ଅନେକ ଥର ଦେଶଗୁଡ଼ିକ
ନୋଟ୍ ଛାପିବା ପାଇଁ ମାନଦଣ୍ଡ ଭାବରେ ଆର୍ଥିକ ସ୍ଥିତି ଏବଂ ଅଭିବୃଦ୍ଧି ହାରକୁ ମଧ୍ୟ ବ୍ୟବହାର କରନ୍ତି। ଏହି କାରଣରୁ ଦେଶରେ ମୁଦ୍ରାସ୍ଫୀତି ସ୍ଥିର ରହିଛି। ଭେନେଜୁଏଲା ଏବଂ ଜିମ୍ବାୱେ ଭଳି ମୁଦ୍ରାର ବିନିମୟ ମୂଲ୍ୟ ମଧ୍ୟ ହ୍ରାସ ପାଇନାହିଁ।